ହରିଣ ଏବଂ ଠେକୁଆର ଦୋସ୍ତି। ଗୋଟିଏ ଘନ ଜଙ୍ଗଲ ଥିଲା। ସେଇ ଘନ ଜଙ୍ଗଲରେ ବହୁତ ପଶୁପକ୍ଷୀ ରହୁଥିଲେ। ସେଇ ଜଙ୍ଗଲରେ ହରିଣ ଏବଂ ଆଉ ଗୋଟିଏ ଠେକୁଆ ରହୁଥିଲେ। ଦୁଇଜଣ ଭଲ ସାଙ୍ଗ ଥିଲେ। ପୁରା ଜଙ୍ଗଲରେ ସେମାନଙ୍କର ଦୋସ୍ତି ବିଷୟରେ ସମସ୍ତେ ଜାଣିଥିଲେ। ଗୋଟିଏ ଦିନର କଥା, ଦୁଇଜଣ ଜଙ୍ଗଲରେ ଘାସ ଖାଉଥିଲେ। ସେହି ସମୟରେ ଗୋଟିଏ ମହାବଳ ବାଘ ଆସିଲା। ଦୁଇଜଣ ଯେମିତି ବାଘକୁ ଦେଖିଛନ୍ତି ସେଠାରୁ ଦୌଡ଼ି ପଳେଇଲେ। ଆଉ ସେମାନେ ଯାଇ ଗୋଟିଏ ଗଛ ପାଖରେ ରହିଗଲେ। ତାପରେ ହରିଣ କହିଲା, ଦେଖିଲ ଠେକୁଆ ଭାଇ, ମୁଁ ଯଦି ଶୀଘ୍ର ଦୌଡ଼ି ନଥାନ୍ତି ତାହେଲେ ଆମେ ଦୁହେଁ ବାଘର ଶିକାର ହୋଇଯାଇଥାନ୍ତେ। ତାପରେ ଠେକୁଆ କହିଲା, ନା ମ ହରିଣ ଭାଇ, ତମେ ପ୍ରଥମେ କ'ଣ ତମେ ଆସିଛ? ମୁଁ ତମଠୁ ଅଧିକ ସ୍ପିଡ଼ରେ ଦୌଡ଼ିଲି, ସେଥିପାଇଁ ଆମେ ଦୁହେଁ ବଞ୍ଚିଗଲେ। ତାପରେ ହରିଣ କହିଲା, ନାଇଁ ନାଇଁ, ମୁଁ ଅଧିକ ସ୍ପିଡ଼ରେ ଦୌଡ଼ିଥିଲି। ଏମିତି ଦୁଇଜଣ ମଧ୍ୟରେ କଥା କଟାକଟି ଚାଲିଲା। ଠିକ୍ ଅଛି ଠେକୁଆ ଭାଇ, ତମେ ବି କହୁଛ ମୁଁ ଦୌଡ଼ରେ ପ୍ରଥମ, ଆଉ ମୁଁ ବି କହୁଛି ଦୌଡ଼ରେ ପ୍ରଥମ। ଠିକ୍ ଅଛି, ଚାଲ ଆମେ ଜଙ୍ଗଲର ରାଜା ସିଂହ ମହାରାଜ ପାଖକୁ ଯିବା। ସେ ଯେଉଁଟା କହିବେ ଆମେ ମାନିବା। ହଁ ହଁ ଠିକ୍ ଅଛି, ଚାଲ। ଦୁଇଜଣ ସିଂହ ମହାରାଜ ପାଖକୁ ଗଲେ। ମହାରାଜ, ଆପଣ କୁହନ୍ତୁ, ଆମ ଦୁଇଜଣଙ୍କ ମଧ୍ୟରେ କିଏ ଅଧିକ ସ୍ପିଡ଼ରେ ଦୌଡ଼େ? ସିଂହ କହିଲା, ତମେ ଦୁଇଜଣଙ୍କ ମଧ୍ୟରେ ଗୋଟିଏ ପ୍ରତିଯୋଗିତା ହେବ। ଦୁଇଜଣଙ୍କୁ ଅଲଗା ଅଲଗା ରାସ୍ତାରେ ଦୌଡ଼ିବାକୁ ପଡ଼ିବ। ଯିଏ ମୋ ପାଖରେ ଆଗେ ପହଞ୍ଚିଯିବ ସିଏ ହିଁ ଜିତିବ। ଠିକ୍ ଅଛି ମହାରାଜ, ଆପଣ ଯାହା କହିବେ। ତାପରେ ଦୁଇଜଣ ଦୌଡ଼ ଆରମ୍ଭ କଲେ ଆଉ ରାଜା ପାଖରେ ସମାନ ସମୟରେ ପହଞ୍ଚିଲେ। ରାଜା ଏବେ କ'ଣ କରିବେ? ତାପରେ ଜଙ୍ଗଲର ରାଜା ସିଂହ କହିଲା, ତମ ଦୁଇଜଣଙ୍କର ଦୋସ୍ତି ଜଙ୍ଗଲରେ ସବୁ ପଶୁପକ୍ଷୀ ଜାଣିଛନ୍ତି, ସେଥିପାଇଁ ମୁଁ ଆଉ କିଛି କହିପାରିବି ନାହିଁ। ତମେ ଦୁଇଜଣ ଶୀଘ୍ର ଦୌଡ଼ି ପାର। ଆଉ ସେମାନେ ଦୁଇଜଣ ମଧ୍ୟ ଜାଣିଗଲେ, ଆମେ ଦୁଇଜଣ ଶୀଘ୍ର ଦୌଡ଼ିପାରୁ, ଆମେ ଆଉ ପୁଣି ଏଥିରେ କଥା କଟାକଟି କ'ଣ ପାଇଁ? ତାପରେ ସେ ଦୁଇଜଣ ଆଗ ବଢ଼ି ଦୌଡ଼ିଲେ ଆଉ ସେମାନଙ୍କର ଦୋସ୍ତି ବଜାଇ ରଖିଲେ।